ଦିଗରୁ ଗୁଣୀ ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ସରକାର ଗୋଟେ ଜୁରି କମିଟି କରନ୍ତି। ତ ଜୁରି କମିଟି ଜଣେ ମୁଁ କହିଦେବି ଧରନ୍ତୁ ଜୁରି କମିଟି ସବୁ ବୋକା ଅନଭିଜ୍ଞ, ତେଣୁ ସେଇଟା ଗୋଟେ କହିବା ମୂର୍ଖାମିର କଥା। କାରଣ ମୁଁ କଣ ମାନେ ତାମାନେ ସେ ଯୋଉ ଜୁରି କମିଟି ଏତେ ଲୋକ ଥିଲେ ତାଙ୍କ ଠାରୁ ମୁଁ ବିଜ୍ଞ, ତାଙ୍କ ଠାରୁ ମୁଁ ଜ୍ଞାନୀ, ତାଙ୍କର କିଛି ଜ୍ଞାନ ନାହିଁ। ସରକାରୀ ସ୍ତରରେ ଯୋଉଠି ସବୁ କମିଟି ହୁଏ ସବୁ କଣ ଏମିତି ଲୋକକୁ ନିଅନ୍ତି? ନାହିଁ, କହିବା ଭୁଲ, କହିଲେ କଣ କହିଲା ସେଇଟା ନିନ୍ଦନୀୟ କଥା ଏବଂ ନିଜକୁ ମାନେ ସମାନ ଜାଗାରେ ଛୋଟ କରିବାର କଥା। ଏବଂ ଯେ ତମେ କହିବା ଆଗରୁ ଗୋଟେ କୌଣସି କଥା 100 ଥର ଚିନ୍ତା କରିବାର ଆବଶ୍ୟକତା ଅଛି। ଆୱାର୍ଡ ଯେତେବେଳେ ସେମାନେ ସ୍ଥିର କରିବେ, ସେଟା ତ ଜଣିକିଆ କଥା ନୁହେଁ ନା। ଯେତିକି ଜଣ ଜୁରି କମିଟି ସମସ୍ତେ ବସିକି ସ୍ଥିର କରିବେ। ତ ସେଠି ଜଣେ କହିଦେଲେ ଏଇଟା ଭଲ, ତ ତାକୁ ଆୱାର୍ଡ ତ ଦିଆଯାଉନି ନା। ଜୁରି କମିଟିର ଯେମିତି ଯାହା ନିୟମ ଥାଏ ସବୁ ଜାଗାରେ। ତେଣୁ ଖାଲି ଗୋଟେ କହିବା ସ୍ନେକରେ କହିବା, ସୋସିଆଲ ମିଡିଆରେ ଆସିବା ପାଇଁ କହିବା ଯେ ଏଇଟା ବହୁତ ଭୁଲ କଥା। ଲୋକଙ୍କୁ ବିଭ୍ରାନ୍ତି କରାଇବା, ମିଥ୍ୟା କଥା ମିଥ୍ୟା ତଥ୍ୟ ଦେଇକି ବିଭ୍ରାନ୍ତି କରାଇବା ପାପ। ଯଦି ଆପଣ ଆଧ୍ୟାତ୍ମିକତାରେ ବିଶ୍ୱାସ କରନ୍ତି, ଇଏ ହଉଛି ଗୋଟେ ବିରାଟ ବଡ ପାପ। ତ ଯଦି ଫିଜିକାଲି ଗୋଟେ କମ୍ପ୍ଲିଟ ଚରିତ୍ର ଲାଗୁନାହିଁ, ତାକୁ କେମିତି ଗୋଟେ ଷ୍ଟେଟ୍ ଆୱାର୍ଡ ମିଳିଗଲା ମୁଁ ତ ଆଜି ବି ଭାବୁଛି। ଏସବୁ ଜିନିଷର ପ୍ରୋବ୍ଲେମ ଟା ଏଇଠି ଅଛି ଯେ ଯୋଉମାନେ ଜଜ୍ ରୁହନ୍ତି ନା, ସେମାନେ ଆକ୍ଚୁଆଲି ମୁଁ ଜାଣିନାହିଁ କୋଉମାନେ ରହନ୍ତି ସବୁବେଳେ। କିଛି କିଛି ଲୋକଙ୍କର ଜ୍ଞାନ ଥାଇପାରେ, ମୁଁ ସେମାନଙ୍କର ନଲେଜ କୁ ନେଇକି ଅସନ୍ତୁଷ୍ଟ ରହୁଛି। ମୁଁ ସେମାନଙ୍କର ପର୍ସନାଲ କିଛି ମୁଁ ଅସନ୍ତୁଷ୍ଟ ରହୁନାହିଁ। ନଲେଜ ମାନେ ସିନେମା ଦେଖିଥିବା ଲୋକ ହିଁ ସିନେମାକୁ ଦେଖିବା କଥା ନା, ସେ ହିଁ ବୁଝିପାରିବ ନା ସିନେମା ବର୍ଷ ବର୍ଷ ଆପଣ ଦେଖିନଥିବେ, ସେ ଭିତରେ ଜଣେ କିଏ ଥିବେ ଆପଣ ପଚାରି ଦିଅନ୍ତୁ। ଏବେ ହଠାତ୍ 30 ବର୍ଷ ସିନେମା ଦେଖିନଥିବ ଜଣେ ଲୋକ, ହଠାତ୍ ତାକୁ ଗୋଟେ ବର୍ଷରେ ଜୁରି କରିଦିଆଯିବ। ଏମିତି ସିଷ୍ଟମ ଚାଲିଛି, ଆଉ କଣ କରାଯିବ? ସେଇଟା ହଉଛି ମେନ୍ ପ୍ରୋବ୍ଲେମ। ସେ ବ୍ୟକ୍ତି ଜଣଙ୍କୁ କେହି ଜାଣିନଥିଲେ ଯେ ସେ ଜଣେ ଅଭିନେତା ବୋଲି। ଏହା ହଉଛି ସତ୍ୟ ନୁହେଁ, ତ୍ରିବାର ସତ୍ୟ। କେହି ଜାଣିନଥିଲେ, ସତ କଥା। ସେ ଲୋକମାନଙ୍କୁ ଆପଣ ମୋ କଥା ଭୁଲି ଯାଆନ୍ତୁ, ବ୍ୟକ୍ତିଗତ ଭାବରେ ଲୋକଙ୍କୁ ଆପଣଙ୍କର ଯିଏ ଚିହ୍ନା ଜଣା ଅଛନ୍ତି ସାଧାରଣ ଲୋକଙ୍କୁ ଫୋନ କରିକି ଇନଷ୍ଟାଣ୍ଟ ବି ପଚାରନ୍ତୁ, ଏବେ ବି ପଚାରନ୍ତୁ। ଏବେ ପଚାରିବେନି, ଆଗରୁ ପଚାରିଥିଲେ ହେଇଥାନ୍ତା। ଏ କଥା ବି ପଚାରି ପାରିବେ ଯେ ସେ ଲୋକଙ୍କୁ କେହି ଜାଣିନଥିଲେ। ଜାଣିନଥିଲେ ଅର୍ଥ କଣ? ଯେ ସିଏ ନିଜ ପ୍ରତିଭା ବଳରେ ନିଜକୁ ସମର୍ଥ କରିନଥିଲେ ଲୋକଙ୍କ ଆଗରେ ଯେ ମୁଁ ଏଇଆ। ସେଥିପାଇଁ ତ ସଂଗ୍ରାମ, ପରିଶ୍ରମ, ନିଷ୍ଠା, ଅଧ୍ୟବସାୟ ଗୁଡା ଦରକାର। ସେ କରିନଥିଲେ। ରାତାରାତି ବଡ ହବାର ସ୍ୱପ୍ନ ଯଦି ତାଙ୍କ ମନ ଭିତରେ ଥାଏ ଏବଂ ସେଥିରେ ସେ ହାରି ଯାଇଥିଲେ, ନିରାଶ ହେଇଯାଇଥିଲେ, ତାପରେ କଣ କଲେ? ଯେତେବେଳେ ଇଣ୍ଡଷ୍ଟ୍ରି ପଚାରିଲାନି, ଯେତେବେଳେ ପ୍ରସିଦ୍ଧି ଲାଭ କରିପାରିଲେନି, ଯେତେବେଳେ ସଂଗ୍ରାମ କରିପାରିଲେନି, ସେତେବେଳେ ସୋସିଆଲ ମିଡିଆରେ, ମୋବାଇଲରେ ଗପିବା ଆରମ୍ଭ କଲେ ଏଗେନ୍ଷ୍ଟରେ। ଇଣ୍ଡଷ୍ଟ୍ରି ଏଗେନ୍ଷ୍ଟରେ, ଇଣ୍ଡଷ୍ଟ୍ରିର ବ୍ୟକ୍ତିଗତ ବ୍ୟକ୍ତି ବିଶେଷଙ୍କ ଏଗେନ୍ଷ୍ଟରେ, ବହୁତ ବଡ ବଡ ଲୋକଙ୍କ ଏଗେନ୍ଷ୍ଟରେ କହିଲେ। ଯୋଉମାନେ ଓଡିଆ ସିନେମାକୁ କାନ୍ଧେଇ କେତେ ବର୍ଷ ଯାଏ ଆଣିଛନ୍ତି, ଯୋଉମାନେ କାମ କରୁଛନ୍ତି, ଯୋଉମାନେ ଦର୍ଶକ ଦ୍ଵାରା ଗ୍ରହଣୀୟତା ହେଇଛନ୍ତି, ଯୋଉମାନେ କାମ କରୁଛନ୍ତି, ତ ତାଙ୍କୁ ସବୁ ବକିବା, ଗାଳି ଦେବା ଏସବୁ ଆରମ୍ଭ କଲେ। ଏଇଟା ଗୋଟେ ଖରାପ ପ୍ରକ୍ରିୟା ଆରମ୍ଭ କଲେ। ଯେତେବେଳେ ଗୋଟେ ଲୋକ, ତମ ଫ୍ରଷ୍ଟ୍ରେସନ ଟା ତମେ ରଖିଥାନ୍ତ, ନହେଲେ ଦେଖ, ନହେଲେ ସବୁଠାରୁ ବେଷ୍ଟ ହେଇଥାନ୍ତା କଣ? କାମ କରି ଚାଲ। ଆମେ ଯେତେ ସିନେମା କରୁଛୁ ସବୁ କଣ ହିଟ୍ ହେଇଯାଉଛି? ଫ୍ଲପ ହଉଛି। ହାରିବା, ଜିତିବା, ପଡିବା, ଉଠିବା, ଇଏ ତ ଗୋଟେ ଲାଇଫ। ଯଦି ତମେ ହାରି ଯାଇଛ, ଯଦି ତମ ଦର୍ଶକ ଜାଣି ପାରୁନାହାନ୍ତି ଏତେ ବର୍ଷ ପରିଶ୍ରମ କରିକି, ଆଇଦର ଓହରି ଯିବ, ମାନେ ମୋ ଭଳିଆ ଲୋକ କାଲି ସିନେମା କରୁଥିଲା 1998 ମସିହା, 97 ମସିହା, 91 ମସିହାରୁ ମୁଁ ଆସିଲି, ଚାଲିଛି ସଂଗ୍ରାମ, ଏପର୍ଯ୍ୟନ୍ତ କରୁଛି, ପ୍ରତ୍ୟେକ ବର୍ଷ କରୁଛି, କରିଛି ଏବଂ ଆଗକୁ କରିବି ମରା ଯାଏ। ତ ସିଏ କହୁଛନ୍ତି, ମନେ କରନ୍ତୁ ମୁଁ ଏସବୁ ନ କରିକି ଖାଲି ଯଦି ଆକ୍ଟିଂ ବି କରନ୍ତି, ହେଲେ ସେ ଜାଣିଛନ୍ତି ଯେ ମୁଁ କଣ କଣ ଅଭିନୟ କରିଛି। ତାଙ୍କର ଲିଷ୍ଟ ବାହାର କରନ୍ତୁ, ମୋର ଲିଷ୍ଟ ସେ ନିଜେ ବାହାର କରନ୍ତୁ ନା, ଜାଣିପାରିବେ ମୁଁ କଣ କରିଛି ଆଉ ସେ କଣ କରିଛି। ସିଏ ଆକ୍ଚୁଆଲି ମତେ ଲାଗୁଛି ସେ ମତେ ପର୍ସନାଲି ନେଇଗଲେ। ଆକ୍ଚୁଆଲି ମୁଁ ହରିଓମଙ୍କୁ ପର୍ସନାଲି ନେଇନି ହେଲା। ମୁଁ ଓଡିଶାର ପରିପ୍ରେକ୍ଷୀରେ କଥା କହୁଛି। ମତେ, ମୁଁ ଏବେ ବି ଆପଣଙ୍କ ସହିତ ଯୋଉ କଥା ହଉଛି, ମୁଁ ଆପଣଙ୍କୁ ପର୍ସନାଲି ଥୋଡି କଥା ହଉଛି। ମୁଁ ମୋର ବକ୍ତବ୍ୟ ଓଡିଶାର ପଏଣ୍ଟ ଅଫ ଭ୍ୟୁରେ ମୁଁ କହୁଛି, ସିନେମାକୁ ନେଇକି। ସେମିତି ମୁଁ ତା ସହିତ ସେଇଭଳିଆ କଥା ହଉଥିଲି। ସେ ପର୍ସନାଲି ନେଇଗଲେ,
ଏମିତି କହିଲି ଗୋଟେ ଇଣ୍ଟରଭ୍ୟୁରେ ଶ୍ରୀତମ ଦାସ ପୁରା ପର୍ସନାଲି ନେଇଗଲେ, ଇଏ ତ ଖାଲି ଆସିଲା ବାହାର କଥା କହିବ ଖାଲି ଆଉ। ଆରେ ବାହାର କଥା ଏଇଥିପାଇଁ କୁହାଯାଏ, ଆମେ ଛୁଆମାନଙ୍କୁ ବି ଏକ୍ସାମ୍ପଲ ଦଉ। ତାହେଲେ ତମେ ନ୍ୟୁଟନ କିଏ ଜାଣିବା କଥା ନୁହଁ, ସେ ତ ବାହାର ଲୋକଟା। ସେଇ କଥା, ଇଏ ଏତେ ବଡ ଜ୍ଞାନୀ ଗୁଣୀ ଲୋକ ଓଡିଶାରେ ଜନ୍ମ ହେଇଛନ୍ତି, ଆମେ ତାଙ୍କୁ ଜାଣିପାରିଲେନି, କେହି ଜାଣିପାରିଲେନି, ନା ବ୍ୟକ୍ତି ବିଶେଷ ନା ସରକାର। ସେ ବା ମୋବାଇଲରେ ଗପିଲେ ପରା ଲୋକ ତାପରେ ଜାଣିଲେ ଯେ ଇଏ କିଏ ବୋଲି। ତା ଆଗରୁ ତାଙ୍କୁ ଲୋକ ଚିହ୍ନି ନଥିଲେ। ମୋବାଇଲରେ ଗୋଟେ ଲୋକ ଅହରହ ନେଗେଟିଭ ଗାଳି ଦବ, ଲୋକ ଜାଣିବେ ଯେ ଇଏ ଗୋଟେ କିଏ। ଦି ପ୍ରକାର କଥା ଅଛି ଆଜ୍ଞା, ରାସ୍ତାରେ ଏକ କରିକି ଦୁଇ କରିକି ନାଁ କରିବା ଏବଂ ମନ୍ଦିର ତୋଳିକି ନାଁ କରିବା। ଇଏ ହଉଛି ସେ ଦ୍ୱିତୀୟ ଶ୍ରେଣୀ ଲୋକ ଯିଏ ରାସ୍ତାରେ ଏକ କରିକି ନାଁ କରିବାକୁ ଚେଷ୍ଟା କରୁଛନ୍ତି। ହଁ, କଣ ସିନେମା ଅବଦାନ ଅଛି କହୁନାହାନ୍ତି? କେତେଟା ସିନେମା କରିଛନ୍ତି, କେତେଟା କଣ ଆୱାର୍ଡ ପାଇଛନ୍ତି, ଆଉ କେତେଟା ତାଙ୍କୁ ସମର୍ଥନ ମିଳିଛି। ଲୋକ ତାଙ୍କୁ ଚିହ୍ନିଥିଲେ କିଏ? ମୁଁ ବା କହୁଛି ମୋବାଇଲରେ ଗାଳି ନଦେବା ପୂର୍ବରୁ ଲୋକ ତାଙ୍କୁ ଜାଣିନଥିଲେ ହୁଇଛି। ଏଇଟା ଗୋଟେ ଖରାପ ପ୍ରକ୍ରିୟା ବି ସେ ପରମ୍ପରାଟା ଆରମ୍ଭ କଲେ। କାଲି ତାଙ୍କୁ ଶିଖିକିରି ଜଣେ ଆଉ ଜଣେ କହିବ ଯେ ଆରେ ମୁଁ ତ ଏତେ ଦିନ କାମ କରିକି ମତେ ଯଦି ସିନେମାରେ କିଏ ଚିହ୍ନି ପାରୁନାହାନ୍ତି, ତାହେଲେ ମୁଁ ଯାଉଛି ମୋବାଇଲରେ ଗାଳି ଦେଇକି ପ୍ରସିଦ୍ଧି ଲାଭ କରିବି, ମତେ ଲୋକ ଜାଣିବେ। ଏଇଟା ଭଲ କଥା ନୁହେଁ ରେ ଭାଇ। ଏଇଟା ତମେ ନିଜେ ଖରାପ ହଉଛ, ପରମ୍ପରାଟା ଗୋଟେ ଖରାପ କରୁଛ। ଯେ ନୂଆ ପିଢିର କଳାକାର ଯଦି କିଏ ହାରିଯିବ, କେତେବେଳେ କିଏ ଝୁଣ୍ଟିଯିବ, କେତେବେଳେ କିଏ ନିରାଶ ହେଇଯିବ, ସେ ଏଇ ଅସ୍ତ୍ରଟାକୁ ଦେଖିବ ଯେ ମୋବାଇଲରେ ମୁଁ ଗାଳି ଦେବି। ସେଇ ସିନେମାକୁ ଯେତେବେଳେ ପ୍ରମୋସନ କରିବା କଥା ଆସିବ, ସେଥିରେ ରାଜନୀତିକରଣ କରିବା କଥା ନୁହଁ। ଯଦି ସେମାନେ ସତରେ ଓଡିଶାର ଇମ୍ପ୍ରୁଭମେଣ୍ଟ, ସତରେ ଓଡିଶାଟାକୁ ସାରା ଭାରତରେ ବିଶ୍ୱରେ ପହଞ୍ଚେଇବାକୁ ଚାହୁଁଛନ୍ତି, ଯଦି ସେଇ ଭିତରେ ନିଜର ଚେୟାର, ନିଜର ରାଜନୀତି କରିବାକୁ ଚାହୁଁଛନ୍ତି, ତାହେଲେ ତ କିଛି ହେଇପାରିବନି। ମୁଁ ବି ତ ମୁହଁ ଖୋଲିବା କଥା ନୁହଁ, ମୁଁ ବି ତ ଗୋଟେ ଦଳରେ ଅଛି, ମୁଁ ବି ତ ଚୁପ୍ ହେଇକି ରହିବା କଥା। ମୁଁ କାହିଁକି କହୁଛି? ଏଇଥିରେ କିଏ ବି କହିଲେ ମୁଁ କହିବି, ସେ ଯୋଉ ଦଳର ବି ହେଇଥାଉ। ଅସନ୍ତୁଷ୍ଟ ଦେଖନ୍ତୁ, ସବୁ ବର୍ଷ କିଛି ନା କିଛି ଫେଭରିଟିଜମ ସବୁବେଳେ ରହିଥାଏ, ଏ ବର୍ଷ ବି ଥିଲା। ମୁଁ ଆକ୍ଚୁଆଲି ଗୋଟେ ଫିଲ୍ମ କରିଥିଲି ଯୋଉଥିରେ ମତେ ଲାଗୁଥିଲା କି ମୋ ଅପୋଜିଟରେ ବର୍ଷା ପଟ୍ଟନାୟକ ଯିଏ ଅଭିନୟ କରିଛନ୍ତି, ତାଙ୍କୁ ନିଶ୍ଚିତ ଭାବରେ ମିଳିବା କଥା ରାଜ୍ୟ ପୁରସ୍କାର। କାହିଁକି ତାଙ୍କ ଜାଗାରେ ଯାହାକୁ ଯୋଉ ମାନେ ସେଇ ବର୍ଷ ତାଙ୍କୁ ନ ମିଳିକି ଯାହାକୁ ବି ମିଳିଛି, ମତେ ଲାଗୁଛି ତାଙ୍କଠୁ ବେଟର ପରଫର୍ମାନ୍ସ ସେଇଟା ଥିଲା। ତ ସେଥିପାଇଁ ମୁଁ ଗୋଟେ ଅସନ୍ତୋଷ ପ୍ରକାଶ କରିଥିଲି। ଧୋରେ ବାବୁ ଧୋ, ତାର ପ୍ରଯୋଜକ କିଏ କହିଲେ? ଏଇଠି ମୁଁ ଓଡିଶାବାସୀଙ୍କୁ ସ୍ପଷ୍ଟ ଜଣେଇ ଦେବାକୁ ଚାହୁଁଛି, ଏଇ ଗୋଟିଏ କଥାରୁ ଆପଣ ଜାଣି ଦିଅନ୍ତୁ ସତ୍ୟ କଣ ମିଥ୍ୟା କଣ। ସେ ବଦମାସ ଲୋକ ସିଏ। ଧୋରେ ବାବୁ ଧୋର ପ୍ରଯୋଜକ ହଉଛନ୍ତି ଓଡିଶାର ସର୍ବଶ୍ରେଷ୍ଠ ପ୍ରଯୋଜକ ସୀତାରାମ ଅଗ୍ରୱାଲ, ଯିଏକି ସିନେମାରେ ଖାଆନ୍ତି, ପିଅନ୍ତି, ବଞ୍ଚନ୍ତି। ସେଭଳି ଜଣେ ବ୍ୟକ୍ତି ବିଶେଷ, ସେଭଳି ଜଣେ ପ୍ରଯୋଜକ ହରିଭାଇ କି ହିରୋ କରିକି ନେଇଥିଲେ। ଏଠି ଫାଇନାନ୍ସର ନୁହଁ ବୋକା, ହେଲା। ସେଭଳି ଜଣେ, ଯଦି ସେ ସିନେମାରେ ସେତିକି ଦମ ନଥାନ୍ତା, ତାଙ୍କୁ ମିଳୁନାହାନ୍ତି କାହିଁକି? ତାଙ୍କର ଔକାତ ନଥିବ, ତାଙ୍କୁ କାହିଁକି ମିଳିବ? କେମିତି ମିଳିବ? ଏମିତି ଯଦି ଇଏ କରିବେ, କାମ ନ କରିକି ଦାମ କରିବେ, କାମ ଉପରେ ଫୋକସ କରାହଉନି, ଅଲଗା ଉପରେ ଫୋକସ କରାହଉଛି। ଇଏ ଯୋଉ ପରଶ୍ରୀକାତରତା, ଯେ ମୁଁ କରିପାରିଲିନି ସିଏ କରିଦେଲା, ତା ଗୋଡ ଭିଡିବା, ଏଗୁରା ସବୁ ଯଦି ନ ହଉଛି ଲାଇନ ଛାଡିଦିଅରେ ଭାଇ, ପଳାଅ। ତମ ଦ୍ୱାରା ଯଦି ନ ହେଇପାରୁଛି ପଳେଇ ଯାଅ। ଆଉ ଏମିତି କରି କାହିଁକି ବଦନାମ କରୁଛ? ଏ ତ ବ୍ୟକ୍ତି ବିଶେଷ। ଦେଖ, ମତେ ବଦନାମ କଲେ ସତ କଥା କୁଛ ଫରକ ନେଇ ପଡତା। ସିଏ ମୋ ଆଗରେ ହଉଛି ଗୋଟେ ଚିଲ୍ଲର, ଟଙ୍କା ପଡିଲେ ସାଉଣ୍ଡ କରିବ 1 rupees। ମୁଁ ହଉଛି 2000 ଟଙ୍କା ନୋଟ, ମୁଁ ଯେତେବେଳେ ପଢିବି ନା ସାଉଣ୍ଡ କରିବିନି, ପବନରେ ଆସ୍ତେ କିରି ପଢିବି, ବୁଝିଲେ କି? ମୁଁ ମୋ କାମ କରିଚାଲିବି ଆଗକୁ, ମୁଁ ଆଗକୁ କାମ କରି ଚାଲିବି, ଫିଲ୍ମ ପରେ ଫିଲ୍ମ କରି ଚାଲିବି। ସମୟ ଯଦି ଆସିବ, ଜଗନ୍ନାଥ ଯଦି ମତେ ଚାହିଁବେ, ମୁଁ ଯଦି ପରିଶ୍ରମ କରିବି, ଆଜି ଷ୍ଟେଟ ଆୱାର୍ଡ ବେଷ୍ଟ ଆକ୍ଟର ପାଇଛି, କାଲି ମୋ ସିନେମା ବି ନ୍ୟାସନାଲ ବି ଆୱାର୍ଡ ପାଇପାରେ। ଆଉ ତମେ ସେମିତି ବକୁଥିବ ସେଇ ମୋବାଇଲର ଛୋଟ ସ୍କ୍ରିନ୍ ଭିତରକୁ, ତମେ ବଡ ପର୍ଦାକୁ ଯାଇ